ରହିବା ଦରକାର ଜୀବନରେ। ଏ ତିନୋଟି ବିଷୟ ଯଦି ଆମମାନେ ପୁଙ୍ଖାନୁପୁଙ୍ଖ ଭାବେ ଯଦି ଦେଖିବା ତାହେଲେ ଆମମାନଙ୍କ ଜୀବନ ଶାନ୍ତିମୟ ଆନନ୍ଦମୟ ଆଉ ଉତ୍ତମ ଭାବେ ଆମମାନଙ୍କ ଜୀବନ ଅତିବାହିତ ହେବ। ଆଜି ହେଉଛି ଶିଶୁ ଦିବସ, ତେଣୁକରି କିଛିଟା କାହାଣୀ ମଧ୍ୟ ଆ ଭିତରେ କହିବା ପାଇଁ ମଧ୍ୟ ମୁଁ ଚାହେଁ। ସେ କାହାଣୀରୁ ମଧ୍ୟ ପ୍ରଭୁ ସୁନ୍ଦର ଭାବେ ଆଜି ଆମମାନଙ୍କୁ କଥା କୁହନ୍ତୁ। ଆଉ ପ୍ରାରମ୍ଭ କରେ ତୃପ୍ତିକର ଜୀବନ, ଯାହା ସନ୍ତୃପ୍ତି ଜୀବନ ଯାହା କୁହାଯାଏ, ବା ଯେ ଯୋଉଟା କି ପୂର୍ଣ୍ଣତା ଦିଏ, ଆନନ୍ଦ ଦିଏ, ତୃପ୍ତିକର ଜୀବନ ଯୋଉଟା କ'ଣ ନା ଆମେ ଦେଖିବା ଆମମାନଙ୍କର ଆଦି ପିତା ଆଦାମ ହବାଙ୍କ ବିଷୟରେ ଯଦି ଆମେ ଟିକେ ଦେଖିବା ତାହେଲେ ପରମେଶ୍ୱର ପ୍ରଥମେ ଆଦମ ଆଉ ହବାକୁ ସୃଷ୍ଟି କରିବା ପୂର୍ବରୁ ମନୁଷ୍ୟ ପାଇଁ ଯାହା ସବୁ ଆବଶ୍ୟକ ସେ ସମସ୍ତ ବିଷୟ ସେ ସୃଷ୍ଟି କରି ଆଦମକୁ ସୃଷ୍ଟି କଲେ, ତାପରେ ହବାକୁ ତାଙ୍କ ଠାରୁ ବାହାର କରି ହବା ତା ସହିତ ଦେଲେ। ଆମେ ଦେଖୁ ଯେ ଆଦମ ହବାକୁ ସେ କ'ଣ କଲେ ନା ସୁନ୍ଦର ଏଦନ ବଗିଚାରେ ତାଙ୍କୁ ରଖିଲେ। ଆଉ କ'ଣ ଆଦେଶ ଦେଲେ ନା ଯେ ଏଠାରେ ଥିବା ସମସ୍ତ ଫଳ ତୁମେ ଖାଇବ, କେବଳ ଗୋଟିଏ ବୃକ୍ଷର ଫଳ ତୁମେ ତାହା ଖାଇବ ନାହିଁ। ମନେ କରନ୍ତୁ ସେଇ ଏଦନ ବଗିଚାରେ 100ଟି ବୃକ୍ଷ ଅଛି, ତାହିଁରୁ ପରମେଶ୍ୱର କହିଲେ ଯେ ତୁମେ ଅନେଶ୍ୱତ ବୃକ୍ଷର ଫଳ ଖାଇବ, ଆଉ ଗୋଟିଏ ବୃକ୍ଷର ଫଳ ତୁମେ ଖାଇବ ନାହିଁ। ସେ ସମୟରେ କ'ଣ ହେଲା ଆମେ ଜାଣୁ ଯେ ପରମେଶ୍ୱର କ'ଣ କହିଲେ ନା ଯୋଉ ବୃକ୍ଷର ଫଳ ଖାଇବାକୁ ସେ ମନା କଲେ, ହବା କ'ଣ କଲେ ନା ସେଇ ବୃକ୍ଷର ଫଳ ପ୍ରତି ସେ ଦୃଷ୍ଟିପାତ କଲେ, ପ୍ରଲୋଭିତ ହେଲେ, ଆଉ ସେ ଫଳ ଖାଇଲେ, ଯଦ୍ୱାରା କି ଆଜି ପର୍ଯ୍ୟନ୍ତ ଏ ଜଗତରେ ମରଣ ରାଜତ୍ୱ କରୁଛି। କ'ଣ ପାଇଁ ଏ ପ୍ରକାର ଘଟିଲା ନା ହବା କ'ଣ କଲା ନା ଅନେଶ୍ୱତ ଯୋଉ ବୃକ୍ଷର ଫଳ ଥିଲା ସେଥିରେ ସେ ତୃପ୍ତି ଲାଭ କଲା ନାହିଁ। କ'ଣ କଲା ନା ସେ ଗୋଟିଏ ଫଳ ପାଇଁ ସେ ଆଶା କଲା। ଏତିକି ଯାକ ଦେଇଥିଲେ ପରମେଶ୍ୱର କହିନାହାନ୍ତି ଯେ ତୁମେ ଅନେଶ୍ୱତ ଗଛର ଫଳ ଖାଇବ ନାହିଁ, କେବଳ ଗୋଟିଏ ଗଛର ସେ ଫଳ ତୁମେ ଖାଇବ। କିନ୍ତୁ ପରମେଶ୍ୱର କ'ଣ କହିଲେ ନା ତୁମେ 99ଟି ଯାକ ଗଛର ଫଳ ଖାଅ, କିନ୍ତୁ ଗୋଟିଏ ଗଛର ଫଳ ତୁମେ ଖାଇବ ନାହିଁ। କ'ଣ ନା ହବାର ଜୀବନ ଅତୃପ୍ତିକର ବା ଅଶାନ୍ତିକର ଥିଲା, ତା ମନରେ କ'ଣ ନା ତୃପ୍ତି ନଥିଲା। ତେଣୁ କ'ଣ କଲେ ସେ ଗୋଟିଏ ଗଛର ଫଳ ସେ ଖାଇବାକୁ ପ୍ରାରମ୍ଭ କରି ସେ ତାଙ୍କ ଜୀବନକୁ ସେ କ'ଣ କଲେ ନା ମରଣ ଅବସ୍ଥାକୁ ଆଣିଲେ। ସେ ନିଜେ ନାହିଁ, ପୁଣି ଆଦାମ ମଧ୍ୟ ତାଙ୍କ ସହିତ ଥିବା ହେତୁ ତାଙ୍କୁ ଆଦାମକୁ ଦେଇକି ମଧ୍ୟ ଏ ଜଗତରେ ମରଣ ପ୍ରବେଶ କଲା। କ'ଣ ନା ତୃପ୍ତି ନାହିଁ, ତାଙ୍କେ ଯୋଉ ପରିସ୍ଥିତିରେ ଥିଲେ ସେଥିରେ ସେ ତୃପ୍ତି ଲାଭ କଲେ ନାହିଁ। ଆଉ ଶୈତାନ ଦ୍ୱାରା ମଧ୍ୟ ସେ ପ୍ରଲୋଭିତ ହେଲେ। କ'ଣ ପାଇଁ ନା ଯେହେତୁ ତାଙ୍କ ଜୀବନରେ ତୃପ୍ତି ନଥିଲା, ତେଣୁ ଶୈତାନ ତାଙ୍କୁ କ'ଣ କଲା ନା ଚେଷ୍ଟା କଲା କିଭଳି ଭାବେ ତାଙ୍କୁ ସେଇ ଗୋଟିଏ ଗଛର ଫଳ ଖାଇବା ପାଇଁ ଦେଇ ତାଙ୍କୁ ଜୀବନ ଠାରୁ ଦୂରେଇ ଦେବା ପାଇଁ, ପରମେଶ୍ୱର ଠାରୁ ଦୂରେଇ ଦେବା ପାଇଁ ସେ ଚେଷ୍ଟା କରି ବାରମ୍ବାର ଚେଷ୍ଟା କରି ସେଥିରେ ସେ ସଫଳ ହେଲା। ଆଜି ଆଉ ଗୋଟେ ସୁନ୍ଦର କାହାଣୀ ଶୁଣିବାକୁ ଯିବା ଏ ବିଷୟ ନେଇ, ତୃପ୍ତିକର ଜୀବନ ବିଷୟ ବା ତୃପ୍ତି ନଥିଲେ କ'ଣ ଘଟିଲା ସେ ବିଷୟ ନେଇକି। ଦିନେ ଗୋଟେ କାଉ ସେ କ'ଣ କଲା ଗଛ ଉପରେ ବସିକି ଅତି ଜୋରରେ ସେ କାନ୍ଦିବାକୁ ଲାଗିଲା। ଆଉ ସେ ଗଛର ତଳେ ଗୋଟିଏ ଦେବଦୂତ ବସୁଥିଲେ। ସେ ଦେବଦୂତ କ'ଣ ହେଲା ନା ଯୋଉ କାଉଟି କାନ୍ଦୁଥିଲା, କାଉ ଜାଣିନଥିଲା ଯେ ତଳେ ଦେବଦୂତ ବସିଛନ୍ତି ବୋଲି। ଆଉ ସେଇ କାଉର ଅଶ୍ରୁ ଯାଇକି ସେ ଦେବଦୂତଙ୍କ ଉପରେ ପଡ଼ିବାକୁ ପ୍ରାରମ୍ଭ କଲା। ସେ ଦେବଦୂତ ଦେଖିଲାରେ କିଏ କାନ୍ଦୁଛି ଏଠି, ଦେଖିଲା ବେଳକୁ ଉପରେ ବସିକି କାଉ କାନ୍ଦୁଛି। ଆଉ ସେ ହଠାତ୍ ଆଉ କାଉ ପାଖକୁ ଗଲେ, କାଉ ଭାଇ କ'ଣ ହେଲା, ଏତେ ତୁମେ ଦୁଃଖରେ ଭାଙ୍ଗି ପଡ଼ି କାନ୍ଦୁଛ, କ'ଣ ହେଲା? ନାଇଁ ଆଜ୍ଞା, ମତେ କେହି ଭଲ ପାଉନାହାନ୍ତି, ମୁଁ କଳା, ତେଣୁ ମତେ କେହି ପସନ୍ଦ କରୁନାହାନ୍ତି। ମୁଁ ଯେତେବେଳେ ଯାଉଛି ଲୋକମାନେ ମତେ ଘୋଡ଼ଉଛନ୍ତି, ଯା ବୋଲି କହୁଛନ୍ତି, ସେଥିପାଇଁ ମୁଁ ବହୁତ ଦୁଃଖ କରୁଛି ଆଜ୍ଞା। ତାହେଲେ ତୁମେ କ'ଣ ଚାହୁଁଛ ନା ପାଖରେ ଗୋଟେ ପୋଖରୀ ଅଛି। ସେ ଦୂତଙ୍କୁ ଦେଖିଲା କାଉ, ଆଜ୍ଞା ଦେଖନ୍ତୁ ସେଠି କେତେ ସୁନ୍ଦର ହଂସ ଅଛି ଆଜ୍ଞା, ଦେଖନ୍ତୁ ସେ କେତେ ସୁନ୍ଦର ଆଉ କେତେ ମାନେ ପୁରା ସଫା ଅଛି। ଆଉ ମୁଁ ସେଇ ପ୍ରକାର ହେବା ପାଇଁ ଇଚ୍ଛା କରୁଛି, ଯେ ଲୋକ ସେଇ ହଂସକୁ କେତେ ପସନ୍ଦ କରନ୍ତି, ସେଇ ପ୍ରକାର ହେବା ପାଇଁ ମୁଁ ଇଚ୍ଛା କରୁଛି। ତାହେଲେ ଦୂତ କହିଲେ, ତେବେ କାଉ ଭାଇ ମୁଁ ଗୋଟେ କଥା କହୁଛି, ଚାଲ ସେ ହଂସ ପାଖକୁ ତୁମେ ଯାଅ ଆଉ ପଚାର
ତା ଜୀବନରେ ସେ ଖୁସି ଅଛି କି ନାହିଁ, ଆନନ୍ଦ ଅଛି କି ନାହିଁ, ଟିକେ ଯାଇ ପଚାରିକି ଦେଖ। ଆଉ କାଉ ଗଲେ କାହା ପାଖକୁ, ହଂସ ପାଖକୁ ଗଲେ। ହଂସ ଭାଇ ତୁମେ ତ ବହୁତ ସୁନ୍ଦର, ଆଉ ଲୋକମାନେ ତୁମକୁ ତ ବହୁତ ପସନ୍ଦ କରୁଛନ୍ତି, ଆଉ ତୁମେ ଜୀବନରେ ପ୍ରକୃତିରେ ଖୁସି ଅଛ କି? ହଂସ କହିଲା, ନାଇଁ କାଉ ଭାଇ ତୁମେ ତ ପୁରା ଡେଣା ଅଛି, ତୁମେ ଯୋଉଠିକି ଇଚ୍ଛା କରୁଛ ସେଠିକି ତୁମେ ଯାଇପାରୁଛ, ତୁମେ ସ୍ୱଚ୍ଛନ୍ଦରେ ବୁଲି ପାରୁଛ। ମୁଁ ତ କେବଳ ଖାଲି ପହଁରୁଛି ଏଇ ଚାରି ପାଖରେ, ମାନେ ଯୋଉ ପୋଖରୀ ଅଛି, ପୋଖରୀ ଭିତରେ ହିଁ ମୁଁ ବୁଲୁଛି ବୋଲି ସେ ଉତ୍ତର ଦେଲେ ହଂସ। ଆଉ ତାହେଲେ ତୁମେ କଣ ହବା ପାଇଁ ଚାହୁଁଛ? ନା ଦେଖ କେତେ ସୁନ୍ଦର ସେ ଗଛରେ ଗୋଟେ ଶୁଆ ବସିଛି, ତାର ଦେଖ କେତେ ସୁନ୍ଦର ପର, ଆଉ କେତେ ଭିନ୍ନ ଭିନ୍ନ ତା ଶରୀରରେ କର ମାନେ ରଙ୍ଗ ଅଛି, ଆଉ ସେ ମଧ୍ୟ ସ୍ୱଚ୍ଛନ୍ଦରେ ସେ ଉଡୁଛି, ଆଉ ଲୋକେ ତାକୁ ପସନ୍ଦ କରୁଛନ୍ତି ମୋ ଠାରୁ ଅଧିକ ବୋଲି ସେ ଉଦାହରଣ ଦେବାକୁ କହିଲେ। ସେତେବେଳେ ସେ ପୁଣି ଦୂତ କହିଲେ, କାଉ ଭାଇ ତୁମେ ପୁଣି ଯାଅ, ସେ ଶୁଆ ଯୋଉ ଅଛି ଶୁଆକୁ ପାଖକୁ ଯାଅ, ଆଉ ଶୁଆକୁ ପଚାର ତୁମେ ଖୁସିରେ ଅଛ, ଆନନ୍ଦରେ ଅଛ ଭାଇ, କେତେ ଭଲ ତୁମେ, ଲୋକ ତୁମମାନଙ୍କୁ କେତେ ପସନ୍ଦ କରୁଛନ୍ତି। ଶୁଆ ପାଖକୁ ଯାଇ ପଚାରିବାରୁ ଶୁଆ କହିଲା, ଭାଇ ମୁଁ କଣ କହିବି, ମୁଁ ବହୁତ ଦୁଃଖିତ, ଆଉ ଯେତେବେଳେ ମୁଁ ଖାଲି ଭୟର ଜୀବନ ହିଁ ମୁଁ ବିତେଇବାକୁ ପଡୁଛି, କାରଣ ଲୋକମାନେ ଯେତେବେଳେ ମତେ ଦେଖିବେ ଆଉ ଧରିକି ନେଇକି ଗୋଟେ ପିଞ୍ଜରାରେ ମତେ ନେଇକି ରଖିବେ ଭାଇ, ତେଣୁ ଅତି ଭୟ କରୁଛି, ଆଉ କଣ କହିବି ଆଉ ତମକୁ, ମୋ ଜୀବନର ମଧ୍ୟ ମତେ ଭଲ ଲାଗୁନି, ଆଉ ମତେ ଭୟ ପ୍ରତିଟି ସମୟରେ ମତେ ଭୟ ଲାଗୁଛି, ନା କାଳେ ଲୋକେ ଆସିବେ ମତେ ବାନ୍ଧିକି ନେଇକି ଗୋଟେ ପିଞ୍ଜରା ନେଇକି ବାନ୍ଧିକି ରଖିଦେବେ, ଆଉ ବୋଲି ଏ ପ୍ରକାର ସେ ତାର ଉତ୍ତର ଦେଲା। ଏ ପ୍ରକାର ଉତ୍ତର ଦଉ ସେ କହିଲେ, ଯଦି ତୁମେ ଆଉ କଣ ଚାହୁଁଛ ଶୁଆ ଭାଇ, ନା ଦେଖ କେତେ ସୁନ୍ଦର ସେଠି ମୟୂର ଅଛି, ଦେଖିଲ ମୟୂର କେତେ ସୁନ୍ଦର, କେତେ ବଡ ବଡ ତାର ପର ଅଛି, ଆଉ କେତେ ସୁନ୍ଦର ତା ଶରୀର, କେତେ କଲରଫୁଲ ତା ଶରୀର ବୋଲି ସେ ଉଦାହରଣ ଦେବାକୁ ପ୍ରାରମ୍ଭ କଲେ। ନା ସେମିତି ହେଲେ ମତେ ବହୁତ ଭଲ ହେଇଥାନ୍ତା ବୋଲି ସେ କହେ। ତେଣୁ କାଉ ପୁନର୍ବାର ମୟୂର ପାଖକୁ ଦୌଡ଼ିଲେ। ମୟୂର ଭାଇ ତୁମେ କେତେ ସୁନ୍ଦର ଦେଖାଯାଉଛ, ତୁମ ପର କେତେ ସୁନ୍ଦର, ଆଉ ତୁମେ ବହୁତ ଆନନ୍ଦରେ ଖୁସିରେ ଥିବ। ହଁ ନାହିଁ ଭାଇ, ମୁଁ ମଧ୍ୟ ଭୟର ଜୀବନ କାଟୁଛି। ମତେ ଦେଖେ ଲୋକମାନେ କଣ କହୁଛନ୍ତି, ନା ନେଇକି ମତେ ଆଜି ଯେ ଆପଣ ଦେଖୁଛନ୍ତି ମତେ କାହିଁରେ ରଖିଛନ୍ତି, ନା ଏଇ ଯୋଉ ବା ଆମର ଯୋଉ ପ୍ରଦର୍ଶନୀ ଅଛି, ସେ ପ୍ରଦର୍ଶନୀରେ ଗୋଟେ ମତେ ନେଇକି ପିଞ୍ଜରାରେ ବାନ୍ଧିକି ରଖିଛନ୍ତି, ଦେଖୁଛୁ ତ ଭାଇ। ଆଉ ଯେଉଁ ଲୋକ ଦେଖୁଛି ସେ ମୋର ପର ଟାଣିବା ପାଇଁ ଚେଷ୍ଟା କରିକି ଆଉ ତା ଘରେ ରଖିକି ସୁନ୍ଦରତା କରିବା ପାଇଁ ସେ ଚାହୁଁଛି, ଆଉ ଯେତେ ଲୋକ ମୋ ପାଖକୁ ଆସନ୍ତି ସମସ୍ତେ ପର ପାଇଁ ମୋ ଶରୀରରୁ ଟାଣିକି ମତେ କଷ୍ଟ ଦଉଛନ୍ତି ଭାଇ, ଆଉ ମୁଁ ଆଉ କଣ କହିବି ବୋଲି ଏ ପ୍ରକାର ଭାବେ ମୟୂର ମଧ୍ୟ ତାର ପ୍ରତିକ୍ରିୟା ରଖିଲା କାଉ ଆଗରେ। ଆଉ ମୟୂର ଭାଇ ତାହେଲେ ତୁମକୁ ଯଦି ପରମେଶ୍ୱର ସୁଯୋଗ ଦିଅନ୍ତି ତାହେଲେ ତୁମେ କଣ ହେବା ପାଇଁ ଚାହୁଁଛ ବୋଲି ସେ କହିଲେ, ନା କହିଲେ ତୁମର ଭଳି କାଉ ହେବା ପାଇଁ ମୁଁ ଚାହେଁ, କାରଣ ତୁମେ ଅତି ସ୍ୱଚ୍ଛନ୍ଦରେ ତୁମେ ସବୁଆଡେ ବୁଲି ପାରୁଛ, ତୁମକୁ କୌଣସି ଲୋକ ବିରକ୍ତ କରିବାର ନାହିଁ, ତୁମେ ଯାହାକୁ ଚାହିଁଲେ ତାହା ତୁମେ ଇଚ୍ଛା କରି ଖାଇ ପାରୁଛ, ବୁଲି ପାରୁଛ, ଆଉ ଯଦି ମତେ ପରମେଶ୍ୱର ସୁଯୋଗ ଦେବେ ତାହେଲେ ମୁଁ ନିଶ୍ଚୟ ଆଉ ତୁମର ପରି କାଉଟେ ହେବି ବୋଲି ସେ ଉତ୍ତର ଦେବା ପରେ କାଉ ନିଜେ ଅନୁତପ୍ତ କଲା, କାହିଁକି ମୁଁ ମୋ ଜୀବନ ପାଇଁ ଦୁଃଖ କରୁଥିଲି, କାହିଁକି ମୋ ଜୀବନ ପାଇଁ କାନ୍ଦୁଥିଲି। ଆଜି ମୁଁ ଜାଣିପାରୁଛି ଯେ ଆଜି ମୁଁ ଯୋଉ ସ୍ଥିତିରେ ଅଛି ସେଇ ସ୍ଥିତି ମୋ ପାଇଁ ଉତ୍ତମ। ପରମେଶ୍ୱର ମୋ ବିଷୟରେ କୌଣସି ଭୁଲ କରିନାହାନ୍ତି, ପରମେଶ୍ୱର ମତେ କେବେ ମଧ୍ୟ ଅନ୍ୟାୟ କରିନାହାନ୍ତି ବୋଲି ସେ ନିଜକୁ ନିଜେ ସେ ମନେ କଲା, ଆଉ ସେଥିରେ ସେ ଆନନ୍ଦ ହେଲା। ତେଣୁକରି ସନ୍ତୃପ୍ତି ନଥିବା ଜୀବନ କଣ ଆଣେ, ନା ମରଣ ଆଣେ। ସେଦିନ ହବା କଣ କହିଲେ, ନା ସନ୍ତୃପ୍ତି ନଥିଲା ବା ତୃପ୍ତିକର ଜୀବନ ତାଙ୍କ ଜୀବନରେ ନଥିବା ହେତୁ କଣ ଆସିଲା, ନା ଜଗତରେ ମରଣ ପ୍ରବେଶ କଲା। ଆଉ ସନ୍ତୃପ୍ତିକର ଜୀବନ ଯଦି ନଥିବ, ସେଇ ବା ତୃପ୍ତିକର ଜୀବନ ଯଦି ନଥିବ, ସେ କଣ କରିବାକୁ ହବ, ନା ବଞ୍ଚିବାକୁ ଜଗତରେ ଦବ ନାହିଁ, ଅଶାନ୍ତି ଆମମାନଙ୍କ ଜୀବନରେ ଆଣିବ। ତେଣୁ ପ୍ରିୟ ଭାଇ ଭଉଣୀ ମାନେ ବା ବଡ ଲୋକମାନେ ଯେତେ ଜଣ ଅଛନ୍ତି, ପ୍ରତ୍ୟେକଙ୍କୁ ମୋର ନିବେଦନ ଯେ ଆଜି ଆମେ ଯୋଉ ସ୍ଥିତିରେ ଅଛୁ, ଯୋଉ ପରିସ୍ଥିତିରେ ଅଛୁ, ତା ଲାଗି ଆମେ ଦୁଃଖ ନ କରୁ, ଆଉ ଆନନ୍ଦ କରୁ, ଶାନ୍ତି ରହିବା ପାଇଁ ଚେଷ୍ଟା କରୁ, ଆଉ ଯଦ୍ୱାରା କି ପରମେଶ୍ୱର ତାହା ଦେଖି ଖୁସି ହୁଅନ୍ତି। ପରମେଶ୍ୱର ଯଦି ଚାହାନ୍ତି ଆମମାନଙ୍କୁ ଆହୁରି ଉନ୍ନତି ସ୍ଥିତିରେ ନେବା ପାଇଁ, ତାହେଲେ ଆମେ ଉନ୍ନତ ସ୍ଥିତିକି ଯିବା, ଆଉ ସେଥିରେ ମଧ୍ୟ ଆମେ ଆନନ୍ଦ କରିବା। ସେଥିଲାଗି ଆମେ କେବେ ମଧ୍ୟ ଭାଙ୍ଗି ପଡିବା ନାହିଁ, ନିରାଶ ହେବା ନାହିଁ, କାହିଁକି ମତେ ଏଭଳି ସ୍ଥିତି ଅଛି,
मोर स्थिति कहीं परिवर्तन होने मोर कहीं प्रकार गति चली मोर कहीं अभाव लगी रही संकट लगी रही दुख लगी रही बोले आम ये करवा नहीं अन्य मान सहित जो आम तुलना करवा से ही असंतृप्ति आम मान जीवन आसो अन्य मान सहित झगड़ा करवा नहीं निजर परिस्थिति लगी जे प्रकार काउ दुख करके से दौड़िला पाखु शस्य से देखी पारला जे तार भली जीवन सुखकर जीवन आनंदर जीवन आउ काठारे नहीं समस्ते भय आउ संकोच विभिन्न प्रकार समस्या दे गति कर ये स्वच्छंद रे बुली पारुछि सब जगह को जाई पारुछि आउ से शांति रे रही लोक मान ताको न पसंद कले तार मन रे किसी भय नहीं कि किसी नहीं से आनंद रे से बुली पारुछि ए प्रकार विषय आम आज देखा पाऊँ तेणु आज आम कौन सी लोक जब दुख रे भांगी पड़ुछंती परिस्थिति लगी बहुत दुख कर प्रभु कहते आम जो परिस्थिति अच्छु से आनंद करू तृप्ति करू तेरे प्रभु कौन करेंगे आम मान को कौन जे प्रकार उपदेशक 6:9 कौन करे लिखा जाए प्रकार भाव मनर लालसा अपेक्षा साक्षात भोग भल मन तो अनेक लालसा आसे किंतु साक्षात थिबा जिनस जदि आमे भोग न करू आमे जदि अन्य कौन सी विषय लालसा कले से ताहा पाइले आमे कौन करिबा ना आनंद करि परिबा नहीं आम जीवन रे शांति आसी परिबो नहीं आम जीवन रे कौन करिवो ना समृद्धि आसी परिबो नहीं कारण ना साक्षात थिबा जिनस आमे कौन करूछु ना भोग करि पारनु आउ अधिक आमे लालस करूछु आउ किछटा आसिले मु सेथिरे आनंद करबी सेटाको नै कि मु भोग करबी ए प्रकार विषय आम जदि आसे ताले जो सम्मुख अच्छे जो जिनस देइछन्ते परमेश्वर सेथिरे जदि आमे भोग करि पारनु जहा आमे लालसा करूछु सेथिरे मध्ये आमे केबे मध्ये भोग करि परिबा नाही। द्वितीय विषय आज आम देखा जीवा सेटा होछि विश्वस्त जीवन बस सिद्ध जीवन फेथफुल लाइफ ऑनेस्ट लाइफ गॉड वांट्स नॉट गोल्ड वेसल्स गॉड वांट क्लीन वेसल्स परमेश्वर सुनार पात्र चाहती नहीं किंतु कौन चाहती से परिष्कृत पात्र जहा कि से व्यवहार करि परिबे परमेश्वर चक्षु सर्वत्र भ्रमण करे को प्रकार लोक मान जार अंतःकरण सिद्धता जहाँ लिखा जाए आम देखा पाऊ द्वितीय वंशावली 16:9 एत सुंदर भाव लिखा कौन ना तांकर चक्षु सर्वत्र भ्रमण करुछि कोभली लोक ना जार अंतःकरण सिद्ध से प्रकार व्यक्ति विशेष को परमेश्वर आज खोजुछन्ति आम देखा जोसेफ जीवन रु आम बहुत किसी विषय शिखा को पाई परिबा जोसेफ जीवन रे कौन घटला ना पोटिफर स्त्री का अंतर रे शैतान कार्य करी कौन कला बारंबार जोसेफ सिद्ध जीवन को कौन कला ना सबु दिन गोटे दिन नहीं प्रतिदिन ताकू कौन कला ना प्रलोभित करथला कौन ना तू आस मो सहित पाप कर आउ आनंद कर मु तते उन्नति देवी मु तते धन देवी कि मु तते पदवी देवी बोली से विभिन्न प्रकार भाव से प्रलोभित करी तांको कथा कहतला किंतु से कौन कले जोसेफ नहीं मु ए प्रकार दुष्ट कार्य मु परमेश्वर दृष्टि रे बा मंद कार्य मु परमेश्वर दृष्टि मु करि परिबि नहीं बोली से कौन कले सुख संतोष विषय को से परित्याग करी कौन कले ना सिद्ध भाव जीवन यापन करिवा पाए से प्रारंभ कले तेणु कौन कले परमेश्वर ना से थिले बंदी अवस्था रे गोटे कृतदास है थिले तांको कौन कले परमेश्वर एक उत्तम स्थान को उच्च पदवी को से लेकी गले कौन ना देशर प्रधानमंत्री कले कौन पाए ना से सुख चाहिले नहीं से कौन चाहिले ना पवित्रता सिद्ध जीवन सबठार बहुमूल्य बोली जानी से सिद्धता प्रति दृष्टिपात कले तेणु परमेश्वर तांकर स्थिति कौन कले ना जो स्थिति बंदित्व दशा थिला कृतदास अवस्था थिला से कृतदास अवस्था कौन कले प्रधानमंत्री देशर गोटे उत्तम पदवी देवा पाई देले किंतु शैतान कौन करथला प्रतिदिन कौन करथला ना प्रलोभित आनुथला प्रलोभन आनुथला जे प्रकार सिद्ध जीवन टाको से नष्ट करिया पई चाहुथला आउ जदि सेही सिद्ध जीवन से नष्ट करथांदे बोध हुए से बंदीरु मुक्त होई निजर पितामाता पाखु जाइथांदे आउ साधारण भावे पुणी से जो मेष पालक बा मेष मानक चलुथले सेही प्रकार से तांक स्थिति थांते किंतु जेहेतु से सिद्ध जीवन को
बा सरल जीवन को बा विश्वस्त जीवन को से स्मरण कले आ ताहा तांको कोन कला ना उन्नत स्थिति को नेकी पहुंचेला। आ गोटे उदाहरण देखिवा गोटे जगह रे गोटे भलो पिलाटी थिला आ से कोन कहउथला ना पढ़िबा पई इच्छा करथला उत्तम भाबे पढ़िबा पई इच्छा करथला किंतु तार बापा नथिले तार माँ थिले आ से माँ कहले पुओरे तू तोर पाठ पढ़ा पई आ कोन ना आज हम पाखरे पैसा नहीं बोले तू दुख कर नहीं आ सब बेले तू चिंता करे जे ई परिस्थिति सब बेले हम पाखरे रहइबो नहीं आउ आमे आज जो परिस्थिति अच्छी काली की परिवर्तन हबो परमेश्वर परिवर्तन करि परिबे कौन सी विषय असंभव नहीं बोली कहि कि से पुओ को ता माँ कहते किंतु से पुओटी केबे मध्य निराश हताश होनथला से बड़ी स्थिति रे से पढ़िया पे जाउतला स्कूल को किंतु स्कूल रे कोन थिला ना आउ 2 दिन मध्य रे ता जदी से फीस न बांधिबो से स्कूल कर्तृपक्ष कोन कले ना ताकू स्कूल रो बाहर करियो बोली बार बार ताकू कही चली से मध्य से पिलाटी से प्रकार भाव से जीवन बीतौला आ भांगी पड़ी नथिला जेहेतु ता माँ कहले जे आज जो परिस्थिति अच्छी काली की से प्रकार नथिबो परमेश्वर निश्चय आम मान परिस्थिति बदलेबे या से कहीकि तांको शिक्षा देथिले आउ से कोन कले दिने ए प्रकार भाव से पिलाटी ता संग सहित आ स्कूल जीवा समय कोन हला ना जीवा समय से मान चली चली जाउथिले आ हठात से सांगटी देखिला सांग सांग देखिलो से कोन पड़ी गोटे से देखिला बेलू से गोटे मनी पर्स पड़ी रास्ता रे आउ से कौन से देखुं सांग कहला ये सांग सब कौ कौ से पिलाटी जाइकी से मनी पर्स टी उठेला आउ आनिला आनिकी देखुची से अनेक गुड़ाए आम मानकर जे प्रकार कार्ड्स आजिकल आसीगला क्रेडिट कार्ड डेबिट कार्ड एटीएम प्रभु सब जगह से भितर थिला आउ बहुत अर्थ मध्य से थिला से पिलाटी से मनी पर्स धरिक आसिकी ता पॉकेट रे रखिला आ ता संग कहूची अरे सांग देखिलु आमे आज जाउछु आउ केते सुंदर विषय आज तू जो फीस बांधिबा कथा से फीस बांधिबा पई आ इथरे पैसा अछि कार्ड अछि आ तो जीवन पूरा परिवर्तन हे जीव बंधु बोली कहि कि ताको बुझेला से बंधु कहला नाइ रे बंधु एटा कहार गोटे पड़ी से हजि जाइछि सेटा आमे कौन करबा पड़ियो ना सेई पर्स टी आमे रखिबा जार हजिछि सेई लोक से निश्चय खोजिबो आ निश्चय ताकू देखाले आमे देबा केरे तू मूर्ख रे आज तो एते टंका मिलिछि आ कार्ड मिलिछि तोर स्कूल से फीस न बांधिले स्कूल रु बाहर कर दे बोल तते स्कूल रे कहि सारिछंती एटा सुवर्ण सुजोग तू नै कि तू दे परिबु से कहला नाइ नाइ एभली समय जार मनी पर्स टी से व्यक्ति व्यतिव्यस्त ही दौड़ी दौड़ी खोजी बुलुछि कौन कौन बोली कहवा भितर ए पिलाटी कहला कौन खोजुछंती सर आ से कहला मोर मनी पर्स टी हजि जाइछि ए नियंतु बोली कहिकी से पिलाटी तांको हस्तांतर करि देला ए पिलाटी हस्तांतर करिया पूर्व ता सांग कौन कहला ना जेतल मनी पर्स टी से पॉकेट रखला आज तो पैसा अच्छी बंधु अनेक दिन हला आमे मिसिकी तो केबे मध्य जाइने ए होटल को मिसिकी जिबा आ सेइथरु किछि नै कि आमे आज खाइबा बोले कहबार से कहले भोको हेले हो पछके सोसो हेले हो पछके एइथरु मु टंकाटे मध्य खर्च करिवि नाही जदि मु एइथरु टंकाटे खर्च करूछि ताले मो मां को जे प्रतिज्ञा देइछि जे से प्रतिज्ञा मु कौन हेबी ना मु चोरी कला भली हेबी काहेकि ना सेतिर जहा टंका थिला सेतिर जदि मु 10 टंका जदि मते मु काढे ताले मु चोरी करछि ताहा मूल्य किन हबा मां का दृष्टि ताहा मते कोन करिवो दोषी करिवो मु ए प्रकार कार्य करबी नाही आ जेतेबेले से संपूर्ण पर्स जेतेबेले जेतिकी टंका था सेतिकी टंका आ कार्ड था से पर्स जेतेबेले से भद्र व्यक्ति जो व्यक्ति की खोजी आसीथिले आ से व्यक्ति हस्त जेतेबेले से हस्तांतर करूछंती से व्यक्ति देखिले आ जहा तांकर थिबा कथा से कार्ड सब जा कार्ड सेथिरे अछि आ जेति टंका से रखथिले से सेति टंका आ पाइछंती आ सेथिबाई से बहुत खुशी है कि से कोन कले ना से मनी पर्स रु से पो को किछि अर्थ देबा पई से चेष्टा कले
ସେଥିରେ ସେ ପିଲାଟି ପୁରା ସମ୍ପୂର୍ଣ୍ଣ ଭାବେ ସେ ସ୍ପଷ୍ଟ ରୂପେ କହିଲା ନା ଆଜ୍ଞା ମୁଁ ଏଇ ଟଙ୍କା ନେଇ ପାରିବି ନାହିଁ, କାରଣ ଆପଣଙ୍କର ପର୍ସଟି ପଡିଥିଲା ଆଉ ମୁଁ ପାଇଲି ଆଉ ଆପଣ ଆସିଲେ ମୁଁ ଆପଣଙ୍କୁ ସେ ପର୍ସଟି ହସ୍ତାନ୍ତର କରିଛି, ମୁଁ ଏଥିରେ କଣ କାମ କରିଛି, କିଛି କରିନାହିଁ। ଆଉ ସେଥିରେ ଯେତେବେଳେ ଟଙ୍କା ଦଉଥିଲେ ସେତେବେଳେ ସେ କହିଲେ ନା ଆଜ୍ଞା ମୁଁ ମୋର ଯୋଉ ବିଶ୍ୱସ୍ତତା ବା ଧାର୍ମିକତା ଅଛି ବା ସରଳ ମୋ ଜୀବନ ଅଛି, ମୁଁ ଏଟାକୁ ମୁଁ ବିକ୍ରି କରିପାରିବି ନାହିଁ, ମୁଁ ଯୋଉ ମଙ୍ଗଳ କାମ କରିଛି ମୁଁ ଟଙ୍କା ଦେଇକି ମୋର এই ଉତ୍ତମ ବିଷୟଟାକୁ ମୁଁ ବିକ୍ରି କରିପାରିବି ନାହିଁ ବୋଲି ସେ ପିଲାଟି ସେଇ ଭଦ୍ର ବ୍ୟକ୍ତିଙ୍କୁ ଉତ୍ତର ଦେଲା। ଆଉ ସେ ଭଦ୍ର ବ୍ୟକ୍ତି କଣ କଲେ, ହଉ ଠିକ ଅଛି ବୋଲି କହିକି ସେ ଚାଲିଗଲେ। ସେ ଭଦ୍ର ବ୍ୟକ୍ତି ଚାଲିଗଲା ପରେ ସ୍କୁଲରେ ଇଏ ଯାଇକି ପହଞ୍ଚିଲେ। ଆଉ ପିଲାମାନେ ଯେତେବେଳେ ସ୍କୁଲରେ ପହଞ୍ଚିଛନ୍ତି ଏଇ ଦୁଇ ସାଙ୍ଗ, ସେତେବେଳେ ପ୍ରିନ୍ସିପାଲ ମ୍ୟାମ ତାଙ୍କୁ ଡାକିକି କହୁଛନ୍ତି ଆଉ ତୁମେ ସେ ଯୋଉ ଗରିବ ପିଲାଟି ଥିଲା ସେ ପିଲାଟିକି ପଚାରୁଛନ୍ତି ମ୍ୟାମ ଯେ ତୁମେ पर्स पाइथिलो कि? से कहला हाँ मैम पर्स पाइथिली। सेतिर तुमे टंकाटे मध्य खर्च करन तो? से पिलाटी कहला नाय आज्ञा मु टंकाटे मध्य खर्च करने। आउ से किए तुमे जानी छो कि? ना सही व्यक्ति खोजी खोजी आउ तुम विषय मते कहि कि जाइछंती। से पिलाटी किए कौन सबु से डाटा नहीं कि मते कहले जे से जो पिलाटी जे कि मते पर्स टी फेरी थिला ताहार जीवन जाक से जेतिकी पढ़िबो सेतिकी पर्यंत तार खर्च आमे बहन करिवा बोली कहि कि से प्रिंसिपल मैम को जाई कि से व्यक्ति टी कहिसंती। से प्रिंसिपल मैम कहले जे से व्यक्ति किए बाबू तुम जानो ना? से व्यक्ति होचंती गोटे कंपनी रो सीईओ जे कि धनवान व्यक्ति से आसी आज मते कहिसंती। से व्यक्ति आ के नोंती मोर निजर स्वामी। से कहि जाइछन्ते पिलाटर जहा आवश्यक अछि तार जीवन शेष पर्यंत तार पाठ पढ़ा निमंते खर्च तुमे कइबो आउ तक आमे पाठ पढ़ेबा। से दिन जदी से पिलाटी जदी तार 10 टंका जदी काढी के जदी खर्च करथन सांगर कथार पड़ी किंबा सेथिर अर्थ बाहर करी जदी स्कूल रे जदी डिपॉजिट करथांदा ताले से केवल से वर्ष पई करथांदा, किंतु से धनवान व्यक्ति कौन कले ना ता जीवन पाए जेते से पढ़िबा पई चाहूची सेते समय पर्यंत बा सेते दिन पर्यंत पढ़िबार खर्च कौन पाए बहन कर पारले ना यार जो विश्वस्तता और जो कार्यकलाप थिला ता मां जहा कि से प्रिंसिपल मैम को कहला जे से पिलाटी काहे कि तमे खर्च कलनी बा काहे तमे आनिते तो फीस बांधी पारथन। प्रिंसिपल मैम कहले ना मो मां मोते शिक्षा देथिले आ से शिक्षा ए बाइबल रु से मते शिक्षा देथिले जे तुमे विश्वस्त जीवन काटिबो, केबे मध्य तुमे चोरी करिबो नाही, केबे मध्य ए प्रकार अन्याय कार्य करिबो नाही, सिद्ध जीवन तुमे व्यतीत करिबो बोली से जो शिक्षा मते देथिले से शिक्षा रु विमुख होई नाही मैम बोली से मैम को आंसर दला से पिलाटी। तेणु परमेश्वर कौन करती ना सिद्ध लोकंक बा सिद्ध जीवन काटिबा व्यक्ति विशेषଙ୍କ प्रति तांग अंतःकरण सदा सर्वदा थाए। तेणु से कौन करती ना एक उन्नत स्थिति की नहीं जाती जो माने सिद्ध जीवन काटती। जहाँ लिखा जाए मध्य गोटे आम देखा हितोपदेश 11:11 सरल लोक माने कौन करती नगर को आशीर्वाद आनती। सुंदर भाव लिखा जाइछि जहाँ लिखा जाए सरल लोक मानकर आशीर्वाद बा सरल लोकर आशीर्वाद रे नगर उन्नत हुए। आम जदि सरल आ विश्वस्त जीवन काटिबा केवल आमर जो उन्नति हेबो ता नुहे नगर मध्य उन्नति हेबो। यह सुंदर भाव हितोपदेश वाक्य मध्य आम को लिखा जाए से प्रकार आम मान जीवन रे कौन करिबा ना विश्वस्त जीवन काटिबा। स्वामी स्त्री मध्य विश्वस्तता हवा दरकार। आम जो धन अर्जन कर विश्वस्तता रहा दरकार। जो कार्य क्षेत्र आम अच्छी से कार्य क्षेत्र में विश्वस्त भाव रहा दरकार। जो आम व्यवसाय करुछु से व्यवसाय मध्य विश्वस्तता रहा दरकार। तेबे जाई परमेश्वर कौन ना आम जो स्थान थिले मध्य परमेश्वर दृष्टि आम प्रति निश्चय पड़िबो। कारण आम मान जीवन तांका दृष्टि कौन देखागला ना सरल देखागला आउ कौन देखागला ना विश्वस्तता देखागला आउ कौन ना सिद्ध देखागला। से प्रकार व्यक्ति विशेष को परमेश्वर खोजुछन जो जो माने पात्रटी धौत होइछि बा परिष्कृत होइछि से पात्रटा ही परमेश्वर आवश्यक करंती कारण ताहा व्यवहार योग्य। उदाहरण स्वरूप गोटे जदि
ଗ୍ଲାସ ରେ ମଇଳା ଲାଗିଛି ସେଥିରେ ଯଦି ଆମେ କ୍ଷୀର ପକେଇକି ଆମେ ସେ କ୍ଷୀରକୁ ପିଇ ପାରିବା କି? କେବେ ମଧ୍ୟ ଆମେ ପିଇ ପାରିବା ନାହିଁ, ଯେହେତୁ ସେଥିରେ ମଇଳା ଅଛି ଆଉ ସେ ମଇଳା ଥିବା ଗ୍ଲାସଟାକୁ ଆମେ ବ୍ୟବହାର କରିବା ପାଇଁ ମଧ୍ୟ ଚାହିଁବା ନାହିଁ। ଆଉ ଯେହେତୁ ସେଥିରେ ଉତ୍ତମ ଜିନିଷ ଅଛି ତା ଥିଲେ ମଧ୍ୟ ଆମେ କଣ କରିବା ନା ସେଟାକୁ ଆମେ ପାନ କରିବାକୁ ଇଚ୍ଛା କରୁନାହୁଁ। ତେଣୁ ପ୍ରିୟ ଭାଇ ଭଉଣୀ ମାନେ ଆଉ ଦାସ ଦାସୀ ମାନେ ଏହା କହିବା ପାଇଁ ଚାହେଁ ଆମମାନଙ୍କ ଜୀବନ ପରମେଶ୍ୱରଙ୍କ ଦୃଷ୍ଟିରେ ସିଦ୍ଧ ହେବା ଦରକାର, ସରଳ ହେବା ଦରକାର, ବିଶ୍ୱସ୍ତତା ହେବା ଦରକାର, ଯଦ୍ୱାରା କି ପରମେଶ୍ୱର এই ପ୍ରକାର ବ୍ୟକ୍ତି ବିଶେଷଙ୍କୁ ସେ କଣ କରନ୍ତି ବ୍ୟବହାର କରିବା ପାଇଁ ଚାହାନ୍ତି। ଯେ ପ୍ରକାର ଆମେ ଦେଖିଲୁ ଯୋସେଫଙ୍କ ଜୀବନରେ ସେ କଣ କଲେ, ସେ ପରିସ୍ଥିତି ଆସିଲା ତାଙ୍କୁ ଏଇ ଆଜି ମଧ୍ୟ ଆମେ ଅନେକ ଭାବିବା ଯେ এই ମନ୍ଦ ଜଗତରେ ଆମେ ବାସ କରୁ କରୁ କି ପ୍ରକାର ଭାବେ ଆମେ ସିଦ୍ଧ ଜୀବନ କାଟି ପାରିବା। ସେଦିନ ମଧ୍ୟ ଯୋସେଫଙ୍କ ଜୀବନରେ ମଧ୍ୟ ସେ ମନ୍ଦତା ତାଙ୍କ ଚାରିପଟେ ଘେରିଥିଲା, ତଥାପି ସେ ମନ୍ଦ ପ୍ରତି ଦୃଷ୍ଟିପାତ ନ କରି ସେ କଣ କଲେ ନା ପରମେଶ୍ୱରଙ୍କୁ ଭୟ କଲେ, ସରଳ ଜୀବନ ବା ସିଦ୍ଧ ଜୀବନ କାଟିଲେ, ବିଶ୍ୱସ୍ତ ଜୀବନ କାଟିଲେ। ତେଣୁ ପରମେଶ୍ୱର ତାଙ୍କୁ କଣ କଲେ ନା ସେଇ ବନ୍ଦୀ ଦଶା ସେଇ ଦାସତ୍ୱ ଦଶାରୁ ମୁକ୍ତ କରି ତାଙ୍କୁ କଣ କଲେ ନା ଉନ୍ନତ ପଦବୀ ଦେଲେ। ସେଇ ପ୍ରକାର ପ୍ରିୟ ଭାଇ ଭଉଣୀ ମାନେ ଆଜି ମଧ୍ୟ ଯଦି ଆମେ ସିଦ୍ଧ ଜୀବନ କାଟିବା, ବିଶ୍ୱସ୍ତ ଜୀବନ କାଟିବା, ସେଇ ସମୟରେ ପରମେଶ୍ୱରଙ୍କ ଦୃଷ୍ଟି ଆମ ପ୍ରତି ନିଶ୍ଚୟ ଆସିବ, ଆମମାନଙ୍କ ପରିସ୍ଥିତି ନିଶ୍ଚୟ ବଦଳିଯିବ। ତେଣୁ ଆମେ ବିଶ୍ୱସ୍ତ ଭାବେ ଆମ ପରିବାରରେ, ଆମ ସମାଜରେ, ଆମ କର୍ମକ୍ଷେତ୍ରରେ, ଆମ ବ୍ୟବସାୟରେ ଯଦି ଆମେ ସିଦ୍ଧ ଭାବେ ରହିବା, ସରଳ ଭାବେ କରିବା ଆଉ ବିଶ୍ୱସ୍ତ ଭାବେ କରିବା, ତେବେ ଯେ ଆମମାନଙ୍କର ଜୀବନ ଆଶୀର୍ବାଦ ଜନକ ହବ ଏହା ମଧ୍ୟ ପରମେଶ୍ୱର ଚାହାନ୍ତି। ଆଉ ଗୋଟେ ବିଷୟ ହେଲା ଧୈର୍ଯ୍ୟ ଜୀବନ। କଣ ଚାହାନ୍ତି ପରମେଶ୍ୱର? ଧୈର୍ଯ୍ୟ, ଯେ ଧୈର୍ଯ୍ୟ ଧରେ ପରମେଶ୍ୱର ସେଇ ପ୍ରକାର ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଚାହାନ୍ତି। ଆଜି ଅନେକ ସମୟରେ ଆମମାନଙ୍କ ପରିସ୍ଥିତି କଣ କରେ, ଅଧୈର୍ଯ୍ୟ କରେ, ବିଭିନ୍ନ ପ୍ରକାର ଅଶାନ୍ତି ଆଣେ, ସମସ୍ୟା ଦେଇକି ଯେତେବେଳେ ଆମେ ଯାଉ ବହୁତ ସମୟରେ ଆମେ ଅଧୈର୍ଯ୍ୟ ହେଇଯାଉ। କଣ ଏ ପ୍ରକାର ପରିସ୍ଥିତି ଦେଇ ଯାଉଛି, କଣ ଘଟିବାକୁ ଯାଉଛି, ଆମେ ବ୍ୟତିବ୍ୟସ୍ତ ହେଇଥାଉ। କିନ୍ତୁ ସେଇ ସମୟରେ ଯଦି ଧୈର୍ଯ୍ୟ ଧରିବା ସେ ପରିସ୍ଥିତି ନିଶ୍ଚୟ ବଦଳିଯିବ। ଧୈର୍ଯ୍ୟ ଧରିଲେ ସବୁ କିଛିରେ ଆଜି ଆମମାନଙ୍କର ଯେତେ ଜଣ ଆମେ ଏଠି ଜଡ଼ିତ ଅଛୁ, ପ୍ରାୟ ଆମେ ସମସ୍ତେ ଗୋଟିଏ ଗୋଟିଏ ପରିବାରର ବ୍ୟକ୍ତି ବିଶେଷ ଅଟୁ। ପରିବାରରେ କଣ ସମସ୍ୟା ନ ଆସେ, ଯେତେବେଳେ ସମସ୍ୟା ଆସିବ ଘରର ସ୍ୱାମୀ ଯଦି ଧୈର୍ଯ୍ୟହରା ହବ ତାହେଲେ କଣ ପରିସ୍ଥିତି ହବ ଆପଣ ମାନେ ଜାଣନ୍ତି। ତେଣୁ ପରିସ୍ଥିତି ପରିବାରରେ ଯେତେବେଳେ ବିଭିନ୍ନ ପ୍ରକାର ବିପରୀତ ପରିସ୍ଥିତି ଆସେ, ସେତେବେଳେ ଯଦି ଜଣେ ଧୈର୍ଯ୍ୟଶୀଳ ସ୍ୱାମୀ ଥିବ ସେ ନିଶ୍ଚୟ ସେ ପରିସ୍ଥିତିକୁ କଣ କରିବ ନା ଧୈର୍ଯ୍ୟର ସହିତ ଅପେକ୍ଷା କରିବ, କିମ୍ବା କିଭଳି ଭାବେ ସମାଧାନ ହବ ସେଥିପାଇଁ ମଧ୍ୟ ସେ କଣ କରିବ ଧୈର୍ଯ୍ୟ ଧରିବ। ତେବେ ସୁନ୍ଦର ଭାବେ ସବୁ ପରିସ୍ଥିତି ପରିବାରର ଧୀରେ ଧୀରେ ପରିବର୍ତ୍ତନ ହେବାକୁ ଲାଗିବ। ଆଜି ଝିଅର ବାହାଘର କରିବାର ଅଛି, ଆର୍ଥିକ ସମସ୍ୟା ଅଛି, ତାହେଲେ କଣ ମୁଁ କରିବି, ଅଧୈର୍ଯ୍ୟ ହେଲେ ହବ ନାହିଁ। ଯେ ଧୈର୍ଯ୍ୟ ଧରି ରହିବ ସେ ସମୟ ଆସିବ ନିଶ୍ଚୟ ସେ ଝିଅର ବାହାଘର ପାଇଁ ଯାହା ଆବଶ୍ୟକତା ତାହା ଆସିବ, ଆଉ ସୁନ୍ଦର ହବ ଝିଅର ବାହାଘର ହବ। ଝିଅର ବାହାଘର ଅଛି, ମୋ ପାଖରେ କିଛି ନାହିଁ, ମୋ ପରିସ୍ଥିତି ମୁଁ ଗରିବ, ମୋର ଖାଇବାକୁ ନାହିଁ, କେମିତି ମୋ ଘରେ ଝିଅଟି ଅଛି ମୁଁ ବାହାଘର କରିବାକୁ ଦେଇପାରିବି। ସେଇଭଳି ଭାବେ ସ୍ଥିତିରେ ମଧ୍ୟ ଅନେକ ବିଚଳିତ ହୁଅନ୍ତି, ଭାଙ୍ଗି ପଡନ୍ତି, ଅଧୈର୍ଯ୍ୟ ହୁଅନ୍ତି। କିନ୍ତୁ ସେ ସମୟରେ ଯଦି ଧୈର୍ଯ୍ୟ ଧରିବା ନିଶ୍ଚୟ ସେ ପରିସ୍ଥିତି କଣ କରିବେ, ଆଉ ପରମେଶ୍ୱର ହିଁ ସେ ସ୍ଥିତିକୁ ପରିବର୍ତ୍ତନ କରିଦେଇ ପାରିବେ। ଆମେ ଧୈର୍ଯ୍ୟ ହରାଇଲେ ସେ ପରିସ୍ଥିତି ଆମର ପରିବର୍ତ୍ତନ ହବ ନାହିଁ, କିନ୍ତୁ ଆହୁରି ସମସ୍ୟାର କାରଣ ହବ। ତେଣୁ ଆମେ ଧୈର୍ଯ୍ୟର ଆବଶ୍ୟକତା ଅଛି। କେବଳ ଯେ ଝିଅର ବାହାଘର ସେଇ ପ୍ରକାର ନୁହେଁ, ଆଜି ଅଭାବ ଅଛି, ପୁଅକୁ କେମିତି ପାଠ ପଢେଇବି କିମ୍ବା ଝିଅକୁ କେମିତି ପାଠ ପଢେଇବି, ତ ଆଉ କଣ କରିବି, ଏଭଳି ସ୍ଥିତିରେ ଆମେ ଅଧୈର୍ଯ୍ୟ ନ ହେଇ ଭାଙ୍ଗି ନ ପଡୁ, ଆମେ ଧୈର୍ଯ୍ୟ ଧରିବା, ପରମେଶ୍ୱର ନିକଟରେ ଲାଗି ରହିବା। ପରମେଶ୍ୱର କଣ କରିବେ ନା ସେ ପରିସ୍ଥିତି କି ବଦଳେଇ ଦେବେ। ଜଣଙ୍କର ଜୀବନରୁ ଆମେ ଦେଖିବା ଯେ ଜଣେ ବାହା ହେଇ କଣ ହେଲା ନା ତାଙ୍କର ବୈବାହିକ ଜୀବନର 60 ବର୍ଷ ପୂର୍ତ୍ତି ହେଇସାରିଛି। ସେଭଳି ବ୍ୟକ୍ତି ବିଶେଷଙ୍କୁ ଜଣେ ପ୍ରଶ୍ନ କଲେ, ଭାଇ ତୁମେ ଯୋଉ 60 ବର୍ଷ ବୈବାହିକ ଜୀବନ ପୂର୍ତ୍ତି କରିଛ ତାହାର ରହସ୍ୟ କଣ? ନା ସେ କହିଲେ 3ଟି ରହସ୍ୟ ଅଛି ଭାଇ, ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ 3ଟି ରହସ୍ୟ ଅଛି। ତାହେଲେ ତେବେ କୁହନ୍ତୁ ଭାଇ କଣ ଆପଣଙ୍କ ରହସ୍ୟ? ନା ପ୍ରଥମଟି ହଉଛି ଧୈର୍ଯ୍ୟ। ସେ ବ୍ୟକ୍ତି କଣ ଉତ୍ତର ଦଉଛନ୍ତି, ଧୈର୍ଯ୍ୟ ଦରକାର, ଧୈର୍ଯ୍ୟ। ଦ୍ୱିତୀୟ ଥର ପୁଣି କହିଲେ ଦ୍ୱିତୀୟ ବିଷୟଟି କଣ ଆଜ୍ଞା କୁହନ୍ତୁ? ନା ଦ୍ୱିତୀୟ ବିଷୟଟି ମଧ୍ୟ ହଉଛି ଧୈର୍ଯ୍ୟ। ତେବେ ତୃତୀୟ ବିଷୟଟି କଣ ଆଜ୍ଞା? ନା ତୃତୀୟ ବିଷୟଟି ମଧ୍ୟ ଧୈର୍ଯ୍ୟ ଧରିଛି ବୋଲି ଆଜି ମୋର 60 ବର୍ଷ ବୈବାହିକ ଜୀବନ ମୁଁ ପୂର୍ତ୍ତି କରି ପାରିଛି, ପରିବାରକୁ ମୁଁ ଚଳେଇ ପାରିଛି ବୋଲି ସେ ଉତ୍ତର ଦେଲେ। କେତେ ସୁନ୍ଦର ବିଷୟ। 60 ବର୍ଷ ମାନେ ବୈବାହିକ ଜୀବନରେ କେତେ ପରିବାର ଆଜି ଭାଙ୍ଗି ଯାଉନାହିଁ, କେତେ ପରିବାର ଆଜି ମାନେ ସମସ୍ୟା ଦେଇ ଗତି କରୁନି, କଳହ ଝଗଡା ମାରପିଟ ପର୍ଯ୍ୟନ୍ତ ପରିବାର ମଧ୍ୟରେ
হচ্ছে স্ୱାମୀ ସ୍ତ୍ରୀ ମଧ୍ୟରେ, କିନ୍ତୁ ସେ କଣ କରୁଛନ୍ତି 60 ବର୍ଷ ବା 60ଟି ବୈବାହିକ ଜୀବନ ବା ବୈବାହିକ ବର୍ଷ ସେ ଅତିକ୍ରମ କରିଛନ୍ତି। ତାର ରହସ୍ୟ କଣ ପଚାରୁ, ସେ କଣ କହିଲେ ନା ଧୈର୍ଯ୍ୟ। ଧୈର୍ଯ୍ୟ ହିଁ କଣ କରେ, ଆଜି ଆମମାନଙ୍କର ଅନେକଙ୍କ ଜୀବନରେ ସେ ଧୈର୍ଯ୍ୟ ନଥିବା ହେତୁ ପରିବାରରେ ବିଭିନ୍ନ ପ୍ରକାର ସମସ୍ୟା ଆସିଲା ବେଳେ କଣ କରାଯିବ ତାର ଉପାୟ ଶୂନ୍ୟ ଆମେ ହେଇଥାଉ। କିନ୍ତୁ ଯଦି ଧୈର୍ଯ୍ୟ ଥାଏ ସେ ପରିସ୍ଥିତି ଆସିବ, ସେ ପରିସ୍ଥିତି ଲାଗି କେବେ ବିଚଳିତ ହେବାକୁ ଦେବ ନାହିଁ। ଧୈର୍ଯ୍ୟ ଥିଲେ ଆଉ କିଭଳି ଭାବେ ସମାଧାନ ହେବ, ସେ ସମାଧାନର ମାର୍ଗ ଧୀରେ ଧୀରେ ସେ ଆମମାନଙ୍କୁ ଦେଖେଇବ। ତେଣୁ ଆଜି ଧୈର୍ଯ୍ୟ ଆବଶ୍ୟକ ରହିଛି। ହଁ, ଆଉ ସେ ଧୈର୍ଯ୍ୟ କଣ କରିବ ନା ପରମେଶ୍ୱରଙ୍କ ଉପରେ ଭରସା ଜନ୍ମେଇବ। ଆଉ ସେ ଧୈର୍ଯ୍ୟ ହିଁ ଆମମାନଙ୍କୁ କଣ କରିବ, ପ୍ରତ୍ୟେକଟି ସମୟରେ ଆମମାନଙ୍କୁ ସୁନ୍ଦର ଭାବେ କଣ କରିବ ନା କଢେଇ ନେବ। ଆଉ ଏଇ ଧୈର୍ଯ୍ୟ ବିଷୟରେ ଆଉ ଗୋଟେ କାହାଣୀ ମୁଁ ଆପଣମାନଙ୍କ ସମ୍ମୁଖରେ ରଖିବା ପାଇଁ ଚାହେଁ। ଦିନେ ବିଲୁଆ ତାକୁ ଭୋକ ଲାଗୁଛି ବୋଲି ସେ ଖୋଜି ବୁଲୁଥିଲା, ଆଉ ଇଆଡେ ସିଆଡେ ଖାଲି ଧାଉଁଥିଲା। ହଠାତ୍ ଦେଖିଲା ଯେ 2-3ଟି ମୂଷା ସେ ପାଖରେ ଥିବା ଗୋଟେ ଗଛ ଅଛି, ଆଉ ସେ ଗଛର କୋରଡ଼ରେ ଯାଇକି ସେ 2-3ଟା ମୂଷା ଦୌଡ଼ିକି ଯାଇକି ପଶିଗଲେ। ଏ ଚିନ୍ତା କଲା ଆଉ ତ ମତେ ଆଉ କିଛି ସମ୍ମୁଖରେ କିଛି ଦେଖାଯାଉନି, ଆଉ କଣ କଲା ନା ସେ ଗଛର କୋରଡ଼ ଭିତରେ ଆଉ ପଶିଗଲା। ପଶୁ ପଶୁ ସେ ଦେଖିଲା ଏ କଣ 2-3ଟା କଣ ପ୍ରଚୁର ମାତ୍ରାରେ ମୂଷା ଅଛନ୍ତି। ଆଉ ତାହେଲେ ସେ କଣ କଲା ଗୋଟେ କରିକି ଖାଇବାକୁ ଲାଗିବାରୁ ସେ କଣ ହେଲା ନା ତା ପେଟ କଣ ହେଲା ନା ସେ ଯୋଉ ଦୁର୍ବଳା ପତଳା ଥିଲା ସେ ବହୁତ ପେଟ ଯେହେତୁ ପେଟରେ ଖାଦ୍ୟ ପଡିଲା ଆଉ ପେଟଟା ଧୀରେ ଧୀରେ ବଢିବାକୁ ଲାଗିଲା। ଆଉ ସେ କଣ ହେଲା ନା ମୋଟା ଟିକେ ହେଇବାରୁ ସେ କୋରଡ଼ଟା ହଉଛି ବହୁତ ଛୋଟ, ସିନା ପଶିଗଲା ଭିତରେ କିନ୍ତୁ ଖାଇଲା ପରେ ଆଉ ସେ କୋରଡ଼ରୁ ବାହାରି ପାରୁନି। କେତେ ଚେଷ୍ଟା କଲେ ବି ବାହାରି ପାରୁନି, ଅଧୈର୍ଯ୍ୟ ହଉଛି, ବ୍ୟତିବ୍ୟସ୍ତ ହଉଛି, କେମିତି ବାହାରିବି। ଏଭଳି ସମୟରେ ଗୋଟେ ବୟସ୍କ ଶୃଗାଳଟି ବା ବୟସ୍କ ସେ ଯୋଉ କୋକିଶାଳୀ ଗୋଟେ ସେଇପଟ ଦେଇକି ଯାଉଥିଲା। ସେ କୋକିଶାଳୀ ବୟସ୍କ କୋକିଶାଳୀ ଯାଇ ଗଲାବେଳେ ସେ କୋରଡ଼ରୁ ଥାଇକି ସେ କୋକିଶାଳୀ ରଡୁଛି, ହେ ବାପା ତୁଲ୍ୟ କୋକିଶାଳୀ, ହେ ଜେଜେ ତୁଲ୍ୟ କୋକିଶାଳୀ, ମତେ ତୁମେ ଟିକେ ସାହାଯ୍ୟ କର, ମତେ ତୁମେ ସାହାଯ୍ୟ କର ବୋଲି ସେ ବାରମ୍ବାର ରଡିଲା ପରେ କିଏ ରଡୁଛି ବୋଲି କହିକି ସେ ଦେଖିଲା ବେଳକୁ ସେ କଣ ହେଇଛି ନା ତାର ଭିତରୁ ସେ ବାହାରିବା ପାଇଁ ସେ କୋକିଶାଳୀ ଚେଷ୍ଟା କରୁଛି ଗଛ କୋରଡ଼ରୁ, ଆଉ ସେ ବାହାରି ପାରୁନି। ତେଣୁ ସେ କହିଲେ କୋକିଶାଳୀ ଭାଇ ତୁମେ ବ୍ୟସ୍ତ ହୁଅନ, ଧୈର୍ଯ୍ୟ ଧର, ସନ୍ଧ୍ୟା ଭିତରେ ତୁମେ ସେଇ କୋରଡ଼ରୁ ତୁମେ ବାହାରି ପାରିବ, ଧୈର୍ଯ୍ୟ ଧର କିଛି ବ୍ୟସ୍ତ ହଉନି ବୋଲି କହିକି ସେତିକି କହିକି ସେ ଚାଲିଗଲେ। ଆଉ ଏ ପ୍ରକାର ଭାବେ ସେ ଧୈର୍ଯ୍ୟ ହଉଥିଲା କୋକିଶାଳୀ ସେ ଗଛରୁ ବାହାରିବା ପାଇଁ ବା କୋରଡ଼ରୁ ବାହାରିବା ପାଇଁ କେତେ ଚେଷ୍ଟା କରୁଛି, ବାହାରି ପାରୁନି। ଆଉ ସେ ଯେତେବେଳେ ସେ ବୟସ୍କ କୋକିଶାଳୀ ତାଙ୍କୁ କହିଲେ ନାଇଁ ତମେ ଧୈର୍ଯ୍ୟ ଧର, କିଛି ସମୟ ଅପେକ୍ଷା କର ବୋଲି କହିବା ଭିତରେ ସେ ସମୟ ଧୈର୍ଯ୍ୟ ସହିତ ଅପେକ୍ଷାରେ ସନ୍ଧ୍ୟା ପର୍ଯ୍ୟନ୍ତ ସେ ଧୈର୍ଯ୍ୟ ଧରିଲା। ଶେଷରେ ସେ କୋକିଶାଳୀ ସନ୍ଧ୍ୟାରେ ଧୈର୍ଯ୍ୟ ଧରିଲା ଭିତରେ ସେ ଯାହା ବି ସବୁ ସେ ମୂଷା ଗୁଡାକ ଖାଇଥିଲା ସବୁ ସେ କଣ ହେଲା ଧୀରେ ଧୀରେ ସେ ପେଟ ଭିତରେ ହଜମ ହେଇଗଲା। ପୁନର୍ବାର ତାର ପେଟ କଣ ହେଲା ନା ଫୁଲିବାଟା କମିବାକୁ ଲାଗିଲା, ଯୋଉ ଫୁଲିକି ଚଉଡା ହେଇଯାଇଥିଲା ସେ ଧୀରେ ଧୀରେ କମିବାକୁ ଲାଗିଲା। ଆଉ ସେ ଟିକେ ସେ କୋରଡ଼ ଭିତରେ ଧୀରେ ଧୀରେ ହଲିବାକୁ ସେ ଭିତରେ ଲାଗିଲା। ଓହୋ, ସେତେବେଳେ ସେ ବୁଝିଗଲା ନାଇଁ ଏଥର ମୁଁ ଟିକେ ଚେଷ୍ଟା କଲେ ବାହାରି ପାରିବି ବୋଲି କହିକି ସେ କୋରଡ଼ରୁ ବାହାରି ପାରିଲା। ଏଠି କଣ ଆମେ ଶିଖିବାକୁ ପାଉଛୁ ନା ଅଧୈର୍ଯ୍ୟ ହେବାରୁ ସେ ଗଛ କୋରଡ଼ରେ ସେ ତା ଭିତରେ ହିଁ ପଶିଥିଲା, ଅଭାବ ଥିଲା ବୋଲି ସେ ଗଲା, ଭୋକ ଥିଲା ବୋଲି ଗଲା, ଆଉ ଯେତିକି ଥିଲା ସେତିକି ସେ ଖାଇଦେଇକି କଣ ଆଣିଲା ତା ପାଇଁ ସମସ୍ୟା ଆଣିଲା। ଆଉ ଅଧୈର୍ଯ୍ୟ ହେଲା ତାକୁ ସେ ସମସ୍ୟା ଲାଗି, ଆହୁରି ତାକୁ ଯୋଉ ସମସ୍ୟା ଥିଲା ଭୋକର ସମସ୍ୟାରୁ ଆହୁରି ସେ ଖାଇସାରିଲା ପରେ ଆହୁରି କଣ ହେଲା ନା ଆହୁରି ତାର ସମସ୍ୟା ବଢିଗଲା। ଆଉ ଶେଷରେ କଣ ତାକୁ ସେଇ ପରିସ୍ଥିତି ମୁକାବିଲା କରିବା ପାଇଁ ସାହାଯ୍ୟ କଲା ନା ଧୈର୍ଯ୍ୟ ଧରି ସେ ଅଧିକ ସମୟ ସେ ଭିତରେ ରହିବାରୁ ଆଉ କଣ ହେଲା ନା ଧୀରେ ଧୀରେ ସାର ପରିସ୍ଥିତି ପୁନର୍ବାର ଯୋଉ ଭୋକ ଥିବା ସମୟରେ ପରିସ୍ଥିତି ଯୋଉ ପ୍ରକାର ତାଠୁ ଟିକେ ବେଟର ହେଲା, ଆଉ ସେ ଆରାମସେ ସେ ଗଛ କୋରଡ଼ରୁ ବାହାରି ପାରିଲା। ଆଉ କଣ ହୁଏ ନା ଧୈର୍ଯ୍ୟ ଦ୍ଵାରା ଆମ ମାନଙ୍କର କଣ ହବ ନା ଆତ୍ମାର ପରିତ୍ରାଣ ଆସେ। ଧୈର୍ଯ୍ୟ ଦ୍ଵାରା ଆମର କଣ ଆସେ, ଆତ୍ମାର ପରିତ୍ରାଣ ଆସେ। ଧୈର୍ଯ୍ୟ ଦ୍ଵାରା ସନ୍ତାନ ମାନଙ୍କର ଜୀବନରେ ପରିବର୍ତ୍ତନ ଆସିବ। ଆଉ ଧୈର୍ଯ୍ୟ ଦ୍ଵାରା କଣ ହବ ନା ଆମ ପରିବାରରେ ସମସ୍ୟାର ସମାଧାନ ହବ। ଧୈର୍ଯ୍ୟ ଦ୍ଵାରା କଣ ହବ, ଅନେକ
आज सेवा करुछंती एथिरे जड़ित थिबा अनेक दास दासी माने अछंती आ सेमानक मु कहया पय चाहे जे धैर्य कोन करिवो ना सेवा मध्य रक्षा करिवो अधैर्य ले सेवा मध्य भांगिबार समस्या आनी पारे विभिन्न समस्या तु अधैर्य जदि हेबा ताहा मध्य भांगिबार कारण होई पारे तेणु अधैर्य नही आम जदि धैर्य धरिबा ताहले सेवा मध्य आमानक जो दायित्व दियाइछि जहाँ जहाँ को दायित्व दियाइछि से सबरे मध्य आमे कोन कर परिबा सहजरे आसुथबा समस्यार समाधान रो द्वारा आमानक मिलिबो से दिन जे प्रकार कोपिशाली चेष्टा करतला खाइकी से तो समस्या गोटे समस्या पार है गोटे समस्या पड़ गला शेष कौन है ना से धैर्य से समस्या मुक्लिवा साहय कर सकाल जो खाईला खाद्य संध्या बेल तार शरीर पुणी जहा पूर्व थिला ताठारु उत्तम है आउ से आराम से कोरोना जे प्रकार बाहरला से प्रकार आज आम मान चतुर्पार्श्व विभिन्न प्रकार समस्या आम को आज घेरी रखी था किंतु धैर्य ही से सब परिस्थिति मुकाबला करने साहाय्य करे आउ कौन करे ना परमेश्वर ऊपर आस्था रखा साहाय्य करे परमेश्वर ऊपर भरोसा रखा साहाय्य करे ये छोट वाक्य प्रभु आपण मानक मते आशीर्वाद करंतु आमेन।